8 ମେ 2025 ଗୁରୁବାର ମୋହିନୀ ଏକାଦଶୀ ଦିନ ହଳଦୀ ପକାଇ ଗୋଟିଏ ଦୀପ ଆପଣଙ୍କ ଘରେ ଜଳାଇ ଦିଅନ୍ତୁ। ତାପରେ ଦେଖିବେ ପଇସା ବର୍ଷା ହେବ। 8 ମେ 2025 ଗୁରୁବାରକୁ ପଡ଼ିବାକୁ ଯାଉଛି ମୋହିନୀ ଏକାଦଶୀ। ତ ବୈଶାଖ ମାସକୁ ଏମିତିରେ ବି ମାଧବ ମାସ କୁହାଯାଏ। ଆଉ ଏହି ମାଧବ ମାସରେ ଏକାଦଶୀ ଗୁରୁବାରକୁ ପଡ଼ୁଅଛି। ଆଉ ଗୁରୁବାର ଯେଉଁ ଏକାଦଶୀ ହୋଇଥାଏ ତ ଏହା ଶ୍ରୀହରି ବିଷ୍ଣୁଙ୍କୁ ହିଁ ସମର୍ପିତ ହୋଇଥାଏ। ଏହା ସହ ସର୍ବାରିଷ୍ଟ ସିଦ୍ଧି ଯୋଗର ବନିବାକୁ ଯାଉଛି। 8 ମେକୁ ଯେଉଁ ମୋହିନୀ ଏକାଦଶୀ ପଡ଼ୁଛି ତ ଏହା ବହୁତ ଉତ୍ତମ ଓ ଦୁର୍ଲଭ ଯୋଗର ସହିତ ଆସୁଅଛି। ଆଉ ଏହି ଦିନ କରାଯାଉଥିବା ଉପାୟ ଆପଣଙ୍କ ଭାଗ୍ୟକୁ ଏପରି ଚମକାଇବ ଯେ ଆପଣ ଭାବି ବି ପାରିବେ ନାହିଁ। ପ୍ରତ୍ୟେକ ଜିନିଷ ଆପଣଙ୍କ ପାଖକୁ ଆସିବ। ଆପଣ ଯାହା ଚାହିଁବେ ଧନ ସୁଖ ସମୃଦ୍ଧିରେ ଆପଣଙ୍କର ଘର ପୁରା ଭରିଯିବ। ଦୁଇ ହାତରେ ଧନର ଦେବୀ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଧନର ବର୍ଷା କରିବେ। ହଳଦୀ ପକାଇକି ମାତ୍ର ଗୋଟିଏ ଦୀପ ଆପଣଙ୍କ ଘରେ ଏହି ଜାଗାରେ ଆପଣଙ୍କୁ ଜଳାଇବାକୁ ପଡ଼ିବ। ଏହି ଛୋଟିଆ ଉପାୟ ଏହି ଏକାଦଶୀ ଦିନ ଆପଣ ଥରେ ନିହାତି କରନ୍ତୁ। ଆଉ ଦେଖିବେ ପଇସା କିପରି ବର୍ଷା ହେବ। ବୈଶାଖ ମାସଟି ଶ୍ରୀହରି ବିଷ୍ଣୁଙ୍କୁ ବହୁତ ପସନ୍ଦ ହୋଇଥାଏ। ଶ୍ରୀହରି ବିଷ୍ଣୁ ପ୍ରସନ୍ନ ହୋଇଯାଆନ୍ତି ମାତା ତୁଳସୀଙ୍କ ଉପାୟ ଦ୍ୱାରା। ଆଜିର ଭିଡ଼ିଓରେ ଯେଉଁ ଉପାୟ ଆମେ ଆପଣଙ୍କୁ ଜଣାଇବୁ ଏହା ମାତା ତୁଳସୀଙ୍କର ଓ ଶ୍ରୀହରି ବିଷ୍ଣୁଙ୍କ ସହ ଯୋଡ଼ା ଉପାୟଟିଏ ଅଟେ, ଯାହା ଆପଣଙ୍କର ଭାଗ୍ୟକୁ ବି ଚମକାଇବା ଏବଂ ଆପଣଙ୍କୁ ରାତାରାତି ମହାଧନୀ କରାଇଦେବ। ତେବେ ଚାଲନ୍ତୁ ଜାଣିବା ଉପାୟଟିକୁ କିପରି କରିବେ। ତ ଦେଖନ୍ତୁ, ଏହି ଉପାୟ ପାଇଁ ସବୁଠୁ ପ୍ରଥମେ ଆପଣ ଗୋଟିଏ ମାଟିର ଦୀପ ନେବେ। ମାଟିର ହିଁ ଦୀପ ନେବେ। ଆଉ ଦୀପ ଆପଣ ଅଟାର ଭୁଲରେ ବି ନେବେ ନାହିଁ। ଆଉ କୌଣସି ବି ଧାତୁର ଦୀପ ଆପଣ ନେଇପାରିବେ, କିନ୍ତୁ ଅଟାର ଦୀପ ଆପଣ ନେବେ ନାହିଁ। ମାଟିର ଦୀପ ନେବେ। 2ରୁ 3 ଚୁଟକି ପେଶା ହଳଦୀ ଆପଣ ନେବେ। ଆଉ ଯେଉଁ ମାଟିର ଦୀପ ନେବେ ସେହି ଦୀପରେ ଆପଣ ଗୋଲ ବତୀ ଦେବେ। ଭୁଲରେ ବି ଲମ୍ବା ବତୀ ପ୍ରୟୋଗ କରିବେ ନାହିଁ, କାହିଁକି ନା ଏହି ଦୀପ ଆପଣ ଶ୍ରୀହରି ବିଷ୍ଣୁଙ୍କ ପାଇଁ ନେଉଛନ୍ତି। ଗୋଲ ବତୀ ଦୀପରେ ଦେବେ। ସେହି ଦୀପରେ ଶୁଦ୍ଧ ଦେଶୀ ଘିଅ ଦେବେ। ଆଉ 2ରୁ 3 ଚୁଟକି ପେଶା ହଳଦୀ ସେହି ଦୀପରେ ପକାଇ ଆପଣ ପକାଇଦେବେ। ଏବେ ସେହି ଦୀପକୁ ଆପଣ କେଉଁଠି ପ୍ରଜ୍ୱଳିତ କରିବେ? ଆପଣଙ୍କର ଘରେ ମାତା ତୁଳସୀ ଚଉରା ପାଖରେ ସେହି ଦୀପକୁ ଆପଣ ଲଗାଇବେ। ଯେଉଁ ଘରେ ତୁଳସୀ ଗଛ ନାହିଁ ତ ସେହି ବ୍ୟକ୍ତି ଶ୍ରୀହରି ବିଷ୍ଣୁଙ୍କ ସାମ୍ନାରେ ଆପଣଙ୍କ ଘରର ପୂଜା ଘରେ ଏହି ଦୀପକୁ ଲଗାଇ ପାରିବେ। ଏହି ଛୋଟିଆ ଉପାୟ ଯଦି ଆପଣ ଏହି ମୋହିନୀ ଏକାଦଶୀ ଦିନ କରିଦେବେ ନା ତ ଆପଣଙ୍କର ଭାଗ୍ୟକୁ ଚମକାଇବା ପାଇଁ ବେଶୀ ଡେରି ଆଉ ଲାଗିବ ନାହିଁ। ହଳଦୀ ପ୍ରସନ୍ନ କରିଥାଏ ଶ୍ରୀହରି ବିଷ୍ଣୁଙ୍କୁ। ଆଉ ଏହି ଦୀପ ଯେବେ ଆପଣ ମାତା ତୁଳସୀଙ୍କ ପାଖରେ ଲଗାଇବେ ତ ମାତା ତୁଳସୀ ଆପଣଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଯିବେ, କାହିଁକି ନା ଆପଣ ଶ୍ରୀହରି ବିଷ୍ଣୁଙ୍କ ନାମରେ ଦୀପ ମାତା ତୁଳସୀଙ୍କ ପାଖରେ ଜଳାଇଲେ। ଆଉ ମାତା ତୁଳସୀ ବହୁତ ଜଲ୍ଦି ହିଁ ପ୍ରସନ୍ନ ହୋଇଯାନ୍ତି ଶ୍ରୀହରି ବିଷ୍ଣୁ। ଆଉ ଯେବେ ଆପଣ ଶ୍ରୀହରି ବିଷ୍ଣୁଙ୍କୁ ପ୍ରସନ୍ନ କରିଦେବେ ତ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ। ଏଥିପାଇଁ ଆପଣ ହଳଦୀ ପକାଇକି ଗୋଟିଏ ଦୀପ ଆପଣଙ୍କ ଘରର ମନ୍ଦିରରେ କିମ୍ବା ତୁଳସୀ ଗଛ ମୂଳେ, ଯଦି ତୁଳସୀ ଗଛ ପାଖରେ ଏହି ଦୀପକୁ ଜରୁର ପ୍ରଜ୍ୱଳିତ କରିଦିଅନ୍ତୁ। ତ ଆପଣ ଏହି ମୋହିନୀ ଏକାଦଶୀ ଦିନ ଏହି ଛୋଟିଆ ଉପାୟକୁ କରିବା ଦ୍ୱାରା ଆପଣ ଆପଣଙ୍କର 7 ପିଢ଼ିକୁ ବି ଧନବାନ ବନାଇ ପାରିବେ। ତେବେ ଚାଲନ୍ତୁ ଜାଣିବା ଦ୍ୱିତୀୟ ଉପାୟ, କାହିଁକି ନା ହଳଦୀର ଏହି ଦିନ ବହୁତ ମହତ୍ତ୍ୱ ହୋଇଥାଏ। କାହିଁକି ନା ହଳଦୀ ସମର୍ପଣ ହୋଇଥାଏ ଶ୍ରୀହରି ବିଷ୍ଣୁଙ୍କୁ, ମାତା ତୁଳସୀଙ୍କୁ, ମାତା ଲକ୍ଷ୍ମୀଙ୍କୁ ହୋଇଥାଏ। ତ ଏମିତିରେ ଆପଣ କ'ଣ କରିବେ ନା ଅଳ୍ପ ଶୁଦ୍ଧ ଜଳ ନେବେ। ସେହି ଜଳ ଭିତରେ 2ରୁ 3 ଚୁଟକି ହଳଦୀ ପାଉଡର ପକାଇଦେବେ। ହଳଦୀ ପକାଇବା ସମୟରେ ଆପଣ ଏହି ମନ୍ତ୍ରକୁ ଜପ କରିବେ, ଓମ୍ ନମୋ ଭଗବତେ ବାସୁଦେବାୟ ନମଃ। ତ ଏହି ମନ୍ତ୍ରକୁ ବୋଲି ବୋଲି ଯେବେ ଆପଣ ହଳଦୀ ପାଣିରେ ହଳଦୀ ପକାଇବେ ତ ସେହି ହଳଦୀ ବାଲା ଜଳ ଆଉ ସାଧାରଣ ଜଳ ହେଇକି ରହିବ ନାହିଁ। ସେହି ଜଳ ଏହା ଦ୍ୱାରା ବା ମନ୍ତ୍ର ଦ୍ୱାରା ଅଭିମନ୍ତ୍ରିତ ହୋଇଯିବ। ସେହି ଜଳର ଛିଞ୍ଚନ ଆପଣ ଆପଣଙ୍କର ଘରର କୋଣ କୋଣରେ କରିଦେବେ। ଘରର ଯେତେ ବି ନକାରାତ୍ମକ ଶକ୍ତି ଥିବ, ନେଗେଟିଭିଟି ଥାଏ, ନଜର ଦୋଷ ଥାଏ, ତାହା ସବୁ ଆପଣଙ୍କ ଘରୁ ବାହାରକୁ ବାହାରିଯିବ ଏବଂ ଆପଣଙ୍କ ଘରକୁ ଧନ ଆସିବାର ରାସ୍ତା ଖୋଲିଯିବ। ହଳଦୀ ଯେଉଁଠି ବି ଯାଏ ସେଠି କେବେ ଖରାପ ଶକ୍ତି ପ୍ରବେଶ କରିପାରିନଥାଏ। କୌଣସି ବି ଶୁଭ ଓ ମାଙ୍ଗଳିକ କାର୍ଯ୍ୟରେ ଏଥିପାଇଁ ହଳଦୀକୁ ସବୁଠୁ ପ୍ରଥମେ ନିଆଯାଇଥାଏ। ତ ଏହି ଛୋଟିଆ ଉପାୟକୁ ଆପଣ ଏହି
ମୋହିନୀ ଏକାଦଶୀ ଦିନ ଜରୁର କରନ୍ତୁ। ଏହା ସହ ଶ୍ରୀହରି ବିଷ୍ଣୁଙ୍କୁ ହଳଦିଆ ପୁଷ୍ପ ଆପଣ ଅର୍ପଣ କରିବେ ଏବଂ ହଳଦିଆ ରଙ୍ଗର ମିଠା ବା ଲଡୁ ଭୋଗ ଲଗାଇବେ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ସବୁ ମନସ୍କାମନା ଶ୍ରୀହରି ବିଷ୍ଣୁ ପୂରା କରିଦେବେ। ତୁଳସୀ ଗଛ ପାଖରେ ଏହି ଦିନ ଆପଣ ଜରୁର ଦୀପ ଲଗାଇବେ ଏବଂ ଆପଣଙ୍କର ଘରର ମୁଖ୍ୟ ଦ୍ୱାରରେ ବି ଦୀପ ନିହାତି ପ୍ରଜ୍ୱଳିତ କରିବେ। ଏହା ସହ ହଳଦିଆ ରଙ୍ଗର ପୁଷ୍ପରେ ମାଳାଟିଏ ବନାଇ ଆପଣଙ୍କର ମୁଖ୍ୟ ଦ୍ୱାରରେ ଏହି ଦିନ ଜରୁର ଲଗାନ୍ତୁ। ଏହା ଦ୍ୱାରା ଆପଣଙ୍କ ଘରେ ସ୍ଥିର ଲକ୍ଷ୍ମୀଙ୍କର ବାସ ହେବ। କାହିଁକି ନା ଯେଉଁ ଘରର ଦୁଆରରେ ହଳଦିଆ ରଙ୍ଗର ପୁଷ୍ପରେ ମୁଖ୍ୟ ଦ୍ୱାରକୁ ସାଜସଜ୍ଜା କରାଯାଏ ସେହି ଘରେ ବହୁତ ଜଲ୍ଦି ମାତା ଲକ୍ଷ୍ମୀ ପ୍ରବେଶ କରିଯାଇଥାନ୍ତି। ମୋହିନୀ ଏକାଦଶୀ ପାବନ ପର୍ବରେ ଭୁଲରେ ବି ଏହି 5ଟି କାମ କରିବେ ନାହିଁ। ନାହିଁ ତ ମାତା ଲକ୍ଷ୍ମୀ ଓ ଶ୍ରୀହରି ବିଷ୍ଣୁ ଆପଣଙ୍କ ସହ ରୁଷ୍ଟ କରିବେ। ଆପଣଙ୍କ ଘରକୁ କାଙ୍ଗାଳି ଓ ଗରିବ ଆସିଯିବ। ଏହି ଦିନ ମହିଳା ଓ ପୁରୁଷ ଭୁଲରେ ବି ଏହି 5ଟି କାମ କରିବେ ନାହିଁ। କାହିଁକି ନା ଏହି ମୋହିନୀ ଏକାଦଶୀ ଆପଣଙ୍କ ଜୀବନକୁ ପୁରା ବଦଳେଇ ଦେଇକି ରଖିଥାଏ। ଏଥିପାଇଁ ବିଶେଷ କରି ଏହି ମୋହିନୀ ଏକାଦଶୀ ଦିନରେ ଆପଣ ଏହି କାମ କରିବା ପାଇଁ ଶାସ୍ତ୍ରରେ ବାରଣ କରାଯାଇଛି। ସ୍କନ୍ଦ ପୁରାଣ ଅନୁସାରେ ଏହି ଦିନ ସ୍ୱୟଂ ମାତା ଲକ୍ଷ୍ମୀକୁ ସମର୍ପିତ ହୋଇଥାଏ। ଯଦି କୌଣସି ବି ବ୍ୟକ୍ତି ଏହି ମୋହିନୀ ଏକାଦଶୀ ଦିନ ଏହି କାମ କରିଥାନ୍ତି ତ ତାଙ୍କ ଦ୍ୱାର ଜଲ୍ଦି ହିଁ ମାତା ଲକ୍ଷ୍ମୀ ଫେରି ଯାଇଥାନ୍ତି। ଖାସ୍ କରି ସୁହାଗିନୀ ମହିଳା ସେହି କଥାର ବିଶେଷ କରି ଧ୍ୟାନ ରଖିବା ଉଚିତ। ନାହିଁ ତ ଆପଣଙ୍କ ଘରକୁ ଭୟଙ୍କର ଗରିବୀ ଆସିଯିବ। ପୁରା ଅନେକ ବର୍ଷ ପରେ ଏହିପରି ଦୁର୍ଲଭ ଶୁଭ ସଂଯୋଗ ମୋହିନୀ ଏକାଦଶୀ ଦିନ ପୁରା 21 ତରିକା ଶୁଭ ମାଙ୍ଗଳିକ ଯୋଗ ବନୁଅଛି, ଯେଉଁଥିରେ ଧନ ପ୍ରାପ୍ତିର ଯୋଗ ବି ସାମିଲ ଅଟେ। ଏହା ସହ ଆମେ ଆପଣଙ୍କୁ ଜଣାଇବୁ ଏହି ଦିନ କେଉଁ ରାମବାଣ ଉପାୟ ଆପଣ କରିବେ ଯାହା ଦ୍ୱାରା ଆପଣଙ୍କ ଜୀବନରେ 101% ଧନର ପ୍ରାପ୍ତି ହେବ। ଯଦି ଆପଣ ଚାହାନ୍ତି କି ଆପଣଙ୍କର ଜୀବନ ସାରା ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସदैବ ବନୁ ରହୁ ତ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀହରି ବିଷ୍ଣୁ ଅବଶ୍ୟ ଲିଖନ୍ତୁ। ଏହି ମୋହିନୀ ଏକାଦଶୀ ଦିନ କିଛି ବିଶେଷ ଉପାୟ କରିକି ବ୍ୟକ୍ତି ତାଙ୍କର ଜନ୍ମ ଜନ୍ମାନ୍ତର ବିତି ଯାଇଥିବା ସବୁ ପାପ କର୍ମରୁ ବି ମୁକ୍ତି ପାଇପାରିଥାଏ। ଯଦି ଆପଣ ଏହି ମାସରେ ଭଗବାନଙ୍କୁ ସଚ୍ଚା ମନରେ ପୂଜା ଅର୍ଚ୍ଚନା କରିବେ ତ ଆପଣଙ୍କର ଭାଗ୍ୟ ରାତାରାତି ଚମକିଥାଏ। ଧର୍ମଶାସ୍ତ୍ରରେ ଏମିତି କିଛି କାର୍ଯ୍ୟକୁ କରିବା ପାଇଁ ବାରଣ କରାଯାଇଛି ଯେଉଁ କାର୍ଯ୍ୟ ଜୀବନରେ ବହୁତ କମ୍ ଲୋକ ଜାଣିଥାନ୍ତି। ଆମ ଜୀବନରେ ଯେଉଁ ଦୁଃଖ କଷ୍ଟ ଆସିଥାଏ, ଯେଉଁ ସମସ୍ୟା ଆମର ଆସିଥାଏ ତାହା ଆମ ଦ୍ୱାରା ହିଁ ପଛ ଜନ୍ମର ଅଥବା ଏହି ଜନ୍ମରେ କରାଯାଉଥିବା ପାପ କର୍ମର ପରିଣାମ ହୋଇଥାଏ, ଯାହା ଆମ ଜଣା ଅଜଣାତାରେ ହୋଇଥାଏ। ଏଥିପାଇଁ ଭଗବାନ ଆମ ମନୁଷ୍ୟ ପାଇଁ ମୋହିନୀ ଏକାଦଶୀ ଦିନ ସବୁ ପାପ କର୍ମରୁ ନିବୃତ୍ତ ପାଇବା ପାଇଁ ହିଁ ବନେଇଛନ୍ତି। ଆଉ ଏହି ମୋହିନୀ ଏକାଦଶୀ ଦିନ କୌଣସି ବି ବ୍ୟକ୍ତି ଯଦି ସେହି 5ଟି କାର୍ଯ୍ୟ ଭିତରୁ କୌଣସି ବି ଗୋଟିଏ କାର୍ଯ୍ୟ କରିଦେଇଥାନ୍ତି ତ ପୁରା ଜୀବନରେ ବନିଥିବା ସବୁ ପୁଣ୍ୟ ନଷ୍ଟ ହୋଇଯାଇଥାଏ, ଯାହା ଜୀବନରେ ଧନର ହାନି ହେବାର ସମ୍ଭାବନା ସବୁବେଳେ ରହିଥାଏ। କାହିଁକି ନା ଏହି ଦିନ ଶ୍ରୀହରି ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ଦିନ ହୋଇଥାଏ। ଆଉ ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବା ବହୁତ ଜରୁରୀ ହୋଇଥାଏ। ଆଉ ଏହି ଦିନ ଆମକୁ କେଉଁ 5ଟି କାର୍ଯ୍ୟ କରିବେ ନାହିଁ। ନମ୍ବର 1, ସବୁଠୁ ପ୍ରଥମ କାର୍ଯ୍ୟ ମାତା ତୁଳସୀଙ୍କ ସହ ଯୋଡ଼ା। ମୋହିନୀ ଏକାଦଶୀ ଦିନ ମହିଳାମାନେ ଭୁଲରେ ବି କେଶ ଖୋଲିକି ତୁଳସୀ ମାତାଙ୍କୁ ପୂଜା କରିବେ ନାହିଁ। ଯେଉଁ ସ୍ତ୍ରୀ କେଶ ଖୋଲିକି ଭଗବାନଙ୍କୁ ପୂଜା ପାଠ କରିଥାନ୍ତି ତାଙ୍କୁ ପୁଣ୍ୟର ପ୍ରାପ୍ତି ମିଳିନଥାଏ, ଏହା ଓଲଟା ଆପଣଙ୍କୁ ଦୋଷ ଲାଗିଥାଏ। ନମ୍ବର 2, ଆମ ଧର୍ମଶାସ୍ତ୍ରରେ ମାନ୍ୟତା ଅଛି କି ମୋହିନୀ ଏକାଦଶୀ ଦିନ ସ୍ୱୟଂ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ହୋଇଥାଏ। ଯଦି କୌଣସି ବ୍ୟକ୍ତି ଭୁଲରେ ବି ମୋହିନୀ ଏକାଦଶୀ ଦିନ ମଦ ମାଂସ ଭୋଜନ କରିଥାନ୍ତି ତ ସେହି ବ୍ୟକ୍ତି 7 ଜନ୍ମ ପର୍ଯ୍ୟନ୍ତ ନିବଂଶ ହୋଇଯାଇଥାନ୍ତି ଆଉ ଏହି ଲୋକ ଅକସ୍ମାତ ଦୁର୍ଘଟଣାର ଶିକାର ହୋଇଥାନ୍ତି। ଏଥିପାଇଁ ମୋହିନୀ ଏକାଦଶୀ ଦିନ ମହିଳା ଓ ପୁରୁଷ ଘରେ ତାମସିକ ଜିନିଷର ପ୍ରୟୋଗ କରନ୍ତୁ ନାହିଁ। ଆପଣଙ୍କ ଘରର କୌଣସି ବି ସଦସ୍ୟଙ୍କୁ ବି ଏହାକୁ କରିବାକୁ ଦିଅନ୍ତୁ ନାହିଁ। ଏହି ଥର ମୋହିନୀ ଏକାଦଶୀ ତିଥିଟି ରୋହିଣୀ ନକ୍ଷତ୍ରର ଗୁରୁବାର ଦିନ ପଡ଼ିବାକୁ ଯାଉଛି, ଯାହାଦ୍ୱାରା ଏହି ଦିନ ଆପଣ କୌଣସି ବି ବ୍ୟକ୍ତିକୁ ଯଦି ଆପଣ କୌଣସି ବି କ୍ଷୀର ଦ୍ୱାରା ନିର୍ମିତ ବା କ୍ଷୀର ଦାନ କରିଥାନ୍ତି ତ ଆପଣଙ୍କ ଠାରେ ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି। ଏହା ସହ ଏହି ଦିନ ଲୁହା ବା ଲୁହାରେ କୌଣସି ବସ୍ତୁ
କାହାରିକୁ ବି ଦିଅନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ କୁଣ୍ଡଳୀରେ ମାତା ଲକ୍ଷ୍ମୀଙ୍କର ଶୁକ୍ର ଗ୍ରହର ପ୍ରଭାବ କମଜୋର ହୋଇଯାଇଥାଏ। ଏହି ଦିନ ଆପଣ ଭୁଲରେ ବି ଲଢ଼ାଇ ଝଗଡ଼ା କରିବା ଉଚିତ ନୁହେଁ। ନମ୍ବର 3, ମୋହିନୀ ଏକାଦଶୀ ଦିନ ସ୍ୱାମୀ ସ୍ତ୍ରୀ ଭୁଲରେ ବି ସମ୍ପର୍କ ରଖିବା ଉଚିତ ନୁହେଁ। କାହିଁକି ନା ଏହି ଦିନ କରାଯାଉଥିବା ସମ୍ବନ୍ଧର ଉତ୍ପନ୍ନ ସନ୍ତାନ ଅସ୍ୱସ୍ଥ ଅବସ୍ଥାରେ ଜନ୍ମ ନେଇଥାଏ। ଏଥିପାଇଁ ଏହି ଦିନ ସ୍ୱାମୀ ସ୍ତ୍ରୀ ବ୍ରହ୍ମଚାରୀ ପାଳନ କରିବା ଉଚିତ। ନମ୍ବର 4, ଏହି ଦିନ ଆପଣ କଳା ରଙ୍ଗର ବସ୍ତ୍ର ଦାନ କରିବା ଉଚିତ ନୁହେଁ। ମହିଳା ଓ ପୁରୁଷ ଏହି ଦିନ ନଖ କିମ୍ବା କେଶ କାଟନ୍ତୁ ନାହିଁ କିମ୍ବା ଆପଣଙ୍କର ଘରର କୌଣସି ସଦସ୍ୟ ବି ଏହି ଦିନ କେଶ କିମ୍ବା ନଖ କାଟନ୍ତୁ ନାହିଁ କି ମହିଳାମାନେ ବା ପୁରୁଷ ଏହି ମୋହିନୀ ଏକାଦଶୀ ଦିନ କେଶ ଧୁଅନ୍ତୁ ନାହିଁ। ଏହି ଦିନ କେଶ ଧୋଇବା ଦ୍ୱାରା ବ୍ୟକ୍ତିର କୁଣ୍ଡଳୀରେ ଚନ୍ଦ୍ରମାର ପ୍ରଭାବ କମଜୋର ହୋଇଯାଇଥାଏ। ଏହା ବ୍ୟକ୍ତିର ଆର୍ଥିକ ସ୍ଥିତିରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ। ଲଗାତାର ଏକାଦଶୀରେ କେଶ ଧୋଇବା ଦ୍ୱାରା ବ୍ୟକ୍ତି କାଙ୍ଗାଳ ହୋଇଯାଇଥାଏ। ନମ୍ବର 5, ଏହି ମୋହିନୀ ଏକାଦଶୀ ଦିନ ଆପଣଙ୍କ ମନକୁ ଶାନ୍ତ ରଖିବା ଉଚିତ। ଏହି ଦିନ କାହା ସହ ବି ଲଢ଼ାଇ ଝଗଡ଼ା କିମ୍ବା କଳି କରିବା ଉଚିତ ନୁହେଁ। ଏହି ଦିନ ଲାଲ ଓ ହଳଦିଆ ରଙ୍ଗର ବସ୍ତ୍ର ପ୍ରୟୋଗ କରିବା ଉଚିତ। ଆପଣଙ୍କୁ ଆପଣଙ୍କର ମୁଖ୍ୟ ଦ୍ୱାରରେ ଜୋତା ଚପଲ ଓ ଝାଡ଼ୁ ରଖିବା ଉଚିତ ନୁହେଁ। ଯଦି କୌଣସି ବ୍ୟକ୍ତି ତାଙ୍କ ଘରର ମୁଖ୍ୟ ଦ୍ୱାରରେ ଝାଡ଼ୁ ରଖିଦେଇଥାନ୍ତି କିମ୍ବା ଚପଲ ରଖିଦେଇଥାନ୍ତି ତ ମାତା ଲକ୍ଷ୍ମୀ ସେହି ଘରୁ ଫେରିଯାଆନ୍ତି ଆଉ ମାତା ଲକ୍ଷ୍ମୀ କ୍ରୋଧିତ ଅବସ୍ଥାରେ ଆପଣଙ୍କ ଘରର ଦୁଆର ମୁହଁରୁ ଫେରି ଯାଇଥାନ୍ତି। ଆଉ ଯେଉଁ ଘରେ ମାତା ଲକ୍ଷ୍ମୀ ପ୍ରବେଶ କରି ନଥାନ୍ତି ଏମିତି ଘରେ ମାତା ଲକ୍ଷ୍ମୀଙ୍କର ଭଉଣୀ ଦରିଦ୍ରତା ପ୍ରବେଶ କରିଥାଏ। ଯଦି ଆପଣ ଏହି ଚ୍ୟାନେଲରେ ନୂଆ ଆସିଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ କରି ଭିଡ଼ିଓ ଗୋଟେ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ମୋହିନୀ ଏକାଦଶୀ ଦିନ ଦାନ ପୁଣ୍ୟର ବହୁତ ମହତ୍ତ୍ୱ ରହିଥାଏ। ଏମିତିରେ କିଛି ଜିନିଷର ଦାନ କରିବା ଶୁଭ ମନାଯାଏ ନାହିଁ। ମୋହିନୀ ଏକାଦଶୀ ଦିନ ଯଦି ଆପଣ ସୋରିଷ ତେଲ କୌଣସି ବ୍ୟକ୍ତିକୁ ଦାନ ଦେଇଥାନ୍ତି ତ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇଥାନ୍ତି ଏବଂ ଏହି ଦିନ ଆପଣ ଦିନରେ ଶୋଇବା ବି ଉଚିତ ନୁହେଁ। ଲୁହା ବସ୍ତୁ ଶନିବାର ପୂର୍ଣ୍ଣିମା ଓ ଏକାଦଶୀ ଦିନ କାହାରକୁ ବି ଦେବା ଉଚିତ ନୁହେଁ। ଏହି ମୋହିନୀ ଏକାଦଶୀ ଦିନ ଗୋମାତାଙ୍କୁ ପୂଜା କରନ୍ତୁ ଏବଂ ଗୋମାତାକୁ କିଛି ନା କିଛି ଖାଇବାକୁ ନିହାତି ଦିଅନ୍ତୁ। ଏବେ ଆସନ୍ତୁ ମୋହିନୀ ଏକାଦଶୀ ଦିନ ଗୋଟିଏ ବିଶେଷ ଉପାୟ ଜାଣିବା। ଆଉ ଏହି ଦିନ ମାତା ଲକ୍ଷ୍ମୀ ପଦ୍ମ ଫୁଲରେ ଉପରେ ବସିଥିବାର ଗୋଟିଏ ଫଟୋଟି ଆଣି ଆପଣଙ୍କର ପୂଜା ଘରେ ସ୍ଥାପିତ କରିବେ। ସେହି ଫଟୋକୁ ସୁଗନ୍ଧିତ ଧୂପ ଓ ପୁଷ୍ପରେ ଶ୍ରଦ୍ଧାର ସହ ପୂଜା କରିବେ। ଏହା ସାଧାରଣ କାର୍ଯ୍ୟ ନୁହେଁ ବରଂ ମାତା ଲକ୍ଷ୍ମୀଙ୍କୁ ଆପଣଙ୍କ ଘରକୁ ଆମନ୍ତ୍ରଣ କରିବାର ଫାଇଦା ମିଳିଥାଏ ଏବଂ ଏହା କରିବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ସ୍ଥାୟୀ ରୂପରେ ନିବାସ କରିଥାଏ। ଏବେ ଚାଲନ୍ତୁ ଜାଣିବା ମୋହିନୀ ଏକାଦଶୀ ଦିନ ଆପଣ ଆଉ କେଉଁ ଉପାୟ କରିବେ ଯାହା ଆପଣଙ୍କର ଧନ ପ୍ରାପ୍ତିର ମାର୍ଗ ଖୋଲିବ। ଯଦି ଆପଣ ଚାହୁଁଛନ୍ତି କି 2025 ବର୍ଷରେ ଆପଣଙ୍କ ଜୀବନରେ ଧନ ସଫଳତା ସ୍ୱାସ୍ଥ୍ୟ ଓ ସୌଭାଗ୍ୟର ଦିନ ବିତିଯାଉ, ଯଦି ଆପଣ ଚାହାନ୍ତି କି ଆପଣଙ୍କର ସବୁ କଷ୍ଟ ଓ ଆର୍ଥିକ ସମସ୍ୟା ସବୁବେଳ ପାଇଁ ସମାପ୍ତ ହେଇଯାଉ ତ ଏହି ମୋହିନୀ ଏକାଦଶୀ ଦିନ ଆପଣ ସଦାବାହାର ଗଛର ଚେରକୁ ଓପାଡ଼ିକି ଆଣିବେ। ମୋହିନୀ ଏକାଦଶୀ ଦିନ ଯେଉଁ ବ୍ୟକ୍ତି ସଦାବାହାର ଚେରକୁ ଗଙ୍ଗା ଜଳରେ ଧୋଇକି ଶୁଦ୍ଧ ଜଳରେ ଧୋଇକି ତମ୍ଭା କିମ୍ବା ରୂପାର ତାବିଜରେ ପୁରାଇକି ଧାରଣ କରିଥାନ୍ତି ତାଙ୍କ ଜୀବନ କେବେ ବି ଧନର କମି ରହିନଥାଏ। ତାଙ୍କ ଦ୍ୱାରା ଧନର ଦେବୀ ସ୍ୱୟଂ ନିବାସ କରିବାକୁ ଲାଗିବେ। ମୋହିନୀ ଏକାଦଶୀ ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ ଆଦି ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରିବେ ଓ ସଦାବାହାର ଗଛର ଚେରକୁ ଉପାଡ଼ି ଘରକୁ ଆଣିବେ। ସେହି ଚେରକୁ ଗଙ୍ଗା ଜଳ ଓ ଶୁଦ୍ଧ ଜଳରେ ଧୋଇଦେବେ। ତାପରେ ମାତା ଲକ୍ଷ୍ମୀଙ୍କ ଫଟୋ ବା ମୂର୍ତ୍ତି ସାମ୍ନାରେ ଘିଅର ଦୀପ ଜଳାଇବେ। ସେହି ଚେରକୁ ଆପଣଙ୍କ ହାତରେ ଧରିବେ। ଓମ୍ ମହାଲକ୍ଷ୍ମୀ ଆଓ ନମଃ ଏହି ମନ୍ତ୍ରକୁ 11 ରୁ 12 ଥର ଜପ କରିବେ। ତାପରେ ସେହି ଚେରକୁ ତାବିଜରେ ରଖି ଗଳା ବା ବାହୁରେ ଧାରଣ କରିବେ। ବାସ୍ ଏତିକି ଉପାୟ ଆପଣ କରନ୍ତୁ। ଆପଣ କିପରି ଚମତ୍କାର ହେବ ଆପଣ ନିଜେ ଦେଖିବେ।